ଖାଲି କଂଗ୍ରେସ ନେତା ଶ୍ରୀକାନ୍ତ ଜେନା ଗୋଟେ ପ୍ରତିକ୍ରିୟା ଦେଇଛନ୍ତି ଯେ ସାମ୍ବାଦିକଙ୍କ ଦରମା ଗୋଟେ ଅଟୋ ଚଲାଉଥିବା ଦିଲ୍ଲୀରେ ଅଟୋ ଚଲାଉଥିବା ଗୋଟେ ଅଟୋ ଚାଳକ ଠାରୁ କମ୍। ଏଇଟା କେମିତି ଦେଖୁଛନ୍ତି ପ୍ରକୃତରେ ଏଇଟା କେତେ ଗ୍ରହଣୀୟ ଗୋଟେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା ଯୋଉ କଥା କହିଛନ୍ତି ମୁଁ ଏଥିରେ ଆଉ ଧାଡ଼ିଏ ଯୋଡ଼ିବାକୁ ଚାହୁଁଛି ଆକ୍ଚୁଆଲି ଦିଲ୍ଲୀରେ ଯୋଉମାନେ ଅଟୋ ଚଲାଉଛନ୍ତି ସେମାନଙ୍କର ଯୋଉ ପଇସା ସେମାନେ ଯାହା ଇନକମ୍ କରୁଛନ୍ତି ତା ହାଇଏଷ୍ଟ ବି ଜଣେ ଅଧିକା। ତାର କାରଣ ହେଲା ସେମାନେ ଇଭି ଗାଡ଼ି ଚଲାଉଛନ୍ତି ଏବଂ ଘରେ 300 ୟୁନିଟ୍ ସେ ତାଙ୍କର କହିବା ଲକ୍ଷ୍ୟ ଥିଲା ସେଇଆ ଯେ ଘରେ 300 ୟୁନିଟ୍ ଫ୍ରି ପାଉଛନ୍ତି ଇଭି ଗାଡ଼ି ଚଲେଇଲେ। ଇଭି ଗାଡ଼ି ଚଲେଇଲାଠୁ କ'ଣ ହେଲା ନା ଇଲେକ୍ଟ୍ରିସିଟିଟା କମ୍ ପଡ଼ିଲା, ଚାର୍ଜିଂରେ ପଇସା ପଡ଼ିଲା ନାହିଁ। ଏବଂ ଇଭି ଗାଡ଼ିରେ ମୁଁ ମଧ୍ୟ ଦେଖିଛି, ମୁଁ ଯେତେବେଳେ ବି ଦିଲ୍ଲୀ ଯାଇଛି ସେତେବେଳେ ତାଙ୍କ ମୁହଁରୁ ଯାହା ବାହାରିଲା 800-1000 ଟଙ୍କା ବାହାରିଲା, ଯାହା ବାହାରିଲା ସେମାନେ ନେଲେ। ତ ପଛ ଆଡ଼େ ସେମାନେ ଆଉ ଗୋଟେ ମଧ୍ୟ ଇଭିର ଗୋଟେ ବ୍ୟାଟେରୀଟେ ରଖୁଛନ୍ତି ସେଟା ଚାର୍ଜ କରି ରଖୁଛନ୍ତି, ତାପରେ ଏଟା ସରିଲା ପରେ ଏଟା ଦେଇ ଦଉଛନ୍ତି। ତ ପ୍ରାୟ ଯଦି ସେମାନେ ଦିନକୁ 20ଟି ମଧ୍ୟ ଟ୍ରିପ୍ କରନ୍ତି, ଅତି କମ୍ରେ 20ଟି ଟ୍ରିପ୍ କରନ୍ତି, ତାହେଲେ ତାଙ୍କର ଦିନକୁ ରୋଜଗାର ହେଲା 20,000 ଟଙ୍କା। ଏବଂ ଲାଗତ କେତେ ହେଲା ବା ମୂଳଧନ କେତେ ହେଲା, କେତେ ଟଙ୍କା ଖଟେଇଛନ୍ତି ପୁଞ୍ଜି ଘଟେଇଲେ 0, ପୁଞ୍ଜି ଘଟେଇଲେ 0। ତେଣୁ 20 ଗୁଣନ ଆପଣ କେତେ ହେଲା ହେଲେ 6 ଲକ୍ଷ ଟଙ୍କା, ପ୍ରାୟ 6 ଲକ୍ଷ ଟଙ୍କା ସେମାନେ ଇନକମ୍ କରିଦଉଛନ୍ତି ଗୋଟେ ଇଭି ଅଟୋ ରିକ୍ସା ଦିଲ୍ଲୀରେ ଇନକମ୍ କରିଦଉଛନ୍ତି। ସେ ଯୋଉ କଥା କହିଛନ୍ତି ଆଇଏସ୍ ମଧ୍ୟ ଏତିକି ପ୍ରକୃତରେ ପାଉନି। ମୋର ଏଇଠି ରାଜ୍ୟ ସରକାର ଏଇଠି ଆମର କ'ଣ କରିଛନ୍ତି, ସାମ୍ବାଦିକ ମାନଙ୍କୁ ନିର୍ମାଣ ଶ୍ରମିକ ଘୋଷଣା କରିଛନ୍ତି। ଦିଲ୍ଲୀରେ ଏଇ ଭୁବନେଶ୍ୱରରେ ଯୋଉ ସାମ୍ବାଦିକ ମାନେ ରହିଲେ ସେମାନେ ସ୍ୱଚ୍ଛଳ ଭାବରେ ଅଛନ୍ତି, ମେଫେୟାରରେ ପଖାଳ ଖାଉଛନ୍ତି, ସେମାନଙ୍କୁ କିଛି ଦରକାର ନାହିଁ। କିନ୍ତୁ ମନେକର ଗାଙ୍ଗପୁର କୁହନ୍ତୁ କି ଚିତ୍ରକୋଣ୍ଡା କୁହନ୍ତୁ କି ବୈପାରୀଗୁଡା କୁହନ୍ତୁ କି ହିଞ୍ଜିଳିକାଟ କୁହନ୍ତୁ, ଏଇ ଯୋଉ ବ୍ଲକ ସ୍ତରୀୟ ଯୋଉ ସାମ୍ବାଦିକ ମାନେ ରହିଲେ ସେଇ ସାମ୍ବାଦିକ ମାନଙ୍କୁ ମୋର ଅନୁରୋଧ, ସରକାର ଯୋଉ ନିର୍ମାଣ ଶ୍ରମିକ ଘୋଷଣା କରିଛନ୍ତି, ନିର୍ମାଣ ଶ୍ରମିକରେ ସାଇକେଲ ଘୋଷଣା କରିଛନ୍ତି, କିନ୍ତୁ ସାମ୍ବାଦିକ ମାନଙ୍କୁ ନିର୍ମାଣ ଶ୍ରମିକରେ ମୋହନ ସରକାର ଯୋଉ ଘୋଷଣା କରିଛନ୍ତି ଗୋଟେ ଇଭି ଅଟୋ ଦିଅନ୍ତୁ, ଯାହା ଫଳରେ ସେମାନେ ଏଟା ଦରକାର ହବ ରିପୋର୍ଟିଂ କରିବାକୁ ଯିବେ ହାରି। ବହୁତ ଖରାପରେ ଅଛନ୍ତି ବ୍ଲକ ସ୍ତରୀୟ ରିପୋର୍ଟର ଯୋଉମାନେ ଅଛନ୍ତି, ବହୁତ ଖରାପରେ ଅଛନ୍ତି। ବ୍ଲକ ସ୍ତରୀୟ ରିପୋର୍ଟର ସେମାନେ ଇଭି ଗାଡ଼ି ଧରିକି ରିପୋର୍ଟିଂ କରିବାକୁ ପଳେଇବେ, ଆଉ ବାକି ସମୟରେ ସେମାନେ ସବାରି କରିବେ ବା ପାସେଞ୍ଜର କରିବେ। ତେଣୁ ଏବଂ ବର୍ତ୍ତମାନ ତ ଆପଣ ଜାଣିଛନ୍ତି ପୂର୍ବରୁ ଫ୍ୟାକ୍ସ କରିବାକୁ ପଡୁଥିଲା, ବ୍ଲକ ରିପୋର୍ଟର ମାନେ ହେଡ୍ ଅଫିସ କି ଫ୍ୟାକ୍ସ କରିବାକୁ ପଡୁଥିଲା, ବର୍ତ୍ତମାନ ମୋବାଇଲ ହେଇଗଲାଣି, ହ୍ୱାଟ୍ସଆପ ହେଇଗଲାଣି, ହ୍ୱାଟ୍ସଆପ କନଭର୍ଟର ମଧ୍ୟ ଅଫିସରେ ଅଛି। ତେଣୁ ହ୍ୱାଟ୍ସଆପରେ ସେମାନେ ଲେଖିଦେବେ ଯେ ମନେକର 2 ହାତୀ ଶିକାରୀ ଏମଏଲଏଙ୍କ ଫାର୍ମ ହାଉସରେ, ସେ ଲେଖିଦେଲେ ଏଇ ନ୍ୟୁଜଟା ଲେଖିଦେଇକି ପଠେଇଦେଲେ ଏବଂ ତୁରନ୍ତ ସେ ନ୍ୟୁଜଟା ଆସିଲା, ବସିଗଲା। ତେଣୁ ନ୍ୟୁଜ ବସିଲା, ସେମାନେ ସମ୍ମାନ ସହିତ ମଧ୍ୟ ପଇସା ଇନକମ୍ କରିକି ବଞ୍ଚିଲେ। ଭାରି ଖରାପରେ ଅଛନ୍ତି ବ୍ଲକ ରିପୋର୍ଟର ମାନେ, ଭାରି ଖରାପରେ ଅଛନ୍ତି। ଭଲରେ ଅଛନ୍ତି ଭୁବନେଶ୍ୱର ରିପୋର୍ଟର, ଆପଣଙ୍କୁ ଯୋଉଟା କହିଥିଲି ମେଫେୟାରରେ ସେମାନେ ପଖାଳ ଖାଆନ୍ତି। ତେଣୁ ବ୍ଲକ ରିପୋର୍ଟର ମାନଙ୍କ ପାଇଁ, ଯୋଉମାନେ ପଞ୍ଚାୟତ ରିପୋର୍ଟର ମାନଙ୍କ ପାଇଁ ସରକାର ଯୋଉ ନିର୍ମାଣ ଶ୍ରମିକ ଘୋଷଣା କରିଛନ୍ତି, ସମସ୍ତଙ୍କ ପାଇଁ ସାମ୍ବାଦିକଙ୍କୁ ନିର୍ମାଣ ଶ୍ରମିକ ମୋହନ ସରକାର ଘୋଷଣା କରିଛନ୍ତି। ତେଣୁ ସାଇକେଲ ବଦଳରେ ଇଭି ଅଟୋ ଦିଅନ୍ତୁ।